ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ, ଶୁଭ ସନ୍ଧ୍ୟା। ଆଜି ତୋ ପାଇଁ ତୋରି ପାଇଁରେ ଆପଣମାନେ ଆଜି ଦେଖିବାକୁ ପାଇବେ ରୋହି କି ରାମ ଆଜି ଘରୁ ବାହାର କରିଦେଉଛନ୍ତି। ହଁ ଦର୍ଶକ ବନ୍ଧୁ, ରାମ ଆଉ ରୋହି ଭିତରେ ହୋଇଥିବା ଡିଲ୍ ଭିତରେ ରାମ କହିବେ କି ଶ୍ରିୟା ଏଥର ଘରୁ ବାହାର, ଏଥର ରେଡ଼ି ହେଇଯାଉ ଶ୍ରିୟା ଯିବା ପାଇଁ। ରୋହି କହିବେ କି ହ୍ୱାଟ୍। ତାପରେ ରାମ କ'ଣ କରନ୍ତି ନା ରାଗିକି ରୋହି ପାଖରୁ ତାଙ୍କ ରୁମ୍କୁ ଚାଲିଯାଆନ୍ତି, ରୋହି ରୁମ୍କୁ। ଆଉ ରୋହିର ରୁମ୍ କବାଟ ଖୋଲି ରୋହିର ସବୁ ସାମାନ ବାହାର କରନ୍ତି ଏବଂ ସାମାନ ସବୁ କାଢ଼ି ତାଙ୍କ ଲଗେଜରେ ପ୍ୟାକ୍ କରନ୍ତି। ଲଗେଜ ଆଣି ରୋହିର ସାମ୍ନାରେ ନେଇକି ରଖିଦିଅନ୍ତି। ଘର ଲୋକ ଏବଂ ରୋହି ରାମକୁ ଦେଖି ବହୁତ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଅନାନ୍ତି। ତାପରେ ଲଗେଜକୁ କ'ଣ କରନ୍ତି ନା ରୋହିର ସାମ୍ନାରେ ନେଇ ରଖିଦିଅନ୍ତି। ରାମ କହିବେ କି ଚାଲ ଏଥର ରେଡ଼ି ହେଇଯାଅ। ଠିକ୍ ସେତେବେଳେ କାମିନୀ ଦେବୀ କହିବେ ରାମ ଏତେ କ'ଣ କରୁଛୁ? ଏସବୁ କ'ଣ ବାବା? ଏସବୁ କରନି। ତାପରେ ରାମ କହନ୍ତି କି ଶ୍ରିୟା ସବୁଦିନ ପାଇଁ ଏ ଘରୁ ଯିବେ। ତାପରେ କାମିନୀ ଦେବୀ ରାମର କଥା ଶୁଣିକି ଆଶ୍ଚର୍ଯ୍ୟ ହୋଇ ଅନାନ୍ତି। ତାପରେ ରୋହି କହିବ କି ରାମ ମୁଁ? ତାପରେ ରାମ କହିବେ କି କହିଥିଲି ନା ତମକୁ ଯେ ଏଇଟା ହେଉଛି ତମର ଲାଷ୍ଟ ଚାନ୍ସ ବୋଲି। ଚାଲ ବାସ୍ ଏଥର ଚାଲ। ତାପରେ ରୋହି କହିବ କି ନା ମୁଁ ଯିବିନି। ତାପରେ ରାମ କହିବେ କି ହଁ କି ଦେଖିବା ତମେ କେମିତି ଯିବନି ଆଉ ତମକୁ କିଏ ଅଟକାଇବ ମୁଁ ଟିକେ ଦେଖିଦେବି, କିନ୍ତୁ ତମେ ଯିବାର କଥା ହିଁ ଯିବ। ଆଉ ହଁ, ଅନୁଜ ଅଙ୍କଲଙ୍କ କଥା ନା ଆମେମାନେ ଅଛୁ, ଆମେମାନେ ବୁଝିନେବୁ। ଠିକ୍ ଅଛି, ତମର ଟେନସନ୍ ନେବା ଦରକାର ନାହିଁ। ବାସ୍ ତମେ ଖାଲି ତମ ନିଜ କଥା ହିଁ ଚିନ୍ତା କର। ଅନୁଜ ଅଙ୍କଲଙ୍କ କଥା ନା ଏ ଘରେ ବୁଝିବା ପାଇଁ ବହୁତ ଲୋକ ଅଛନ୍ତି। ତମେ କେବଳ ନିଜ ଚିନ୍ତା କର। ଚାଲ ଏଥର ରେଡ଼ି ହେଇଯାଅ। ଆରେ ଯାଅ ପରା କହିଲି। ଚାଲ ଚାଲ, ଆଉ ଡେରି କରନି, ମୋ ଆଖି ସାମ୍ନାରେ ଚାଲିଯାଅ। ଏମିତି କହି ରାମ ରୋହିକୁ ବହୁତ ଇନସଲ୍ଟ କରନ୍ତି ଆଉ ରୋହି ମଧ୍ୟ ରାମକୁ ଆଶ୍ଚର୍ଯ୍ୟ ଅନାଏ। ଆଉ ଠିକ୍ ସେତେବେଳେ କାମିନୀ ଦେବୀ କହିବେ କି ବେଟା ରାମ ଏସବୁ କ'ଣ ବନ୍ଦ କରେ ବେଟା, କାହିଁକି ତୁ ଏମିତି ହେଉଛୁ? ପୁଣି କାମିନୀ ଦେବୀ କହିବେ କି ରାମ ସେ ତୋର ଭାବି ସ୍ତ୍ରୀ, ରାମ ତୁ କ'ଣ ପାଇଁ ଏମିତି ହେଉଛୁ? ଆଉ ଠିକ୍ ସେତେବେଳେ ରାମ କହିବେ କି ରାଗିକି ବହୁତ କହିବେ କି ନା ନେଭର। ତାପରେ କାମିନୀ ଦେବୀ ରାମକୁ ଆଶ୍ଚର୍ଯ୍ୟ ହୋଇ ଅନାନ୍ତି। ତାପରେ ପୁଣି ରାମ କହିବେ କି ନା ସେ ମୋର କେହି ନୁହନ୍ତି। ପୁଣି ରୋହିକି ପୁଣି ରାମ କହିବେ କି ତମ ନାଟକ ଆଉ ତମ ଡ୍ରାମା ଦେଖି ଦେଖି ନା ମୋର ମୁଣ୍ଡଟା ପୁରା ଖରାପ ହେଇଗଲାଣି। ମୁଁ ପୁରାପୁରି ପାଗଳ ହେଇଗଲାଣି। ହେଲା ଆଉ ନୁହେଁ ଶ୍ରିୟା, ବାସ୍ ତମେ ତମ ସାମାନ ଧର ଆଉ ଏଠୁ ଚାଲ। ଚାଲ ପରା କହିଲେ। ତମକୁ କ'ଣ କହିଲେ ଶୁଭାଯାଉନି? ଚାଲ ଏଠୁ, ବାହାର ଏଠୁ। ରୋହି ଆଶ୍ଚର୍ଯ୍ୟ ହୋଇ ରାମକୁ ଅନେଇଥାଏ। ବାହାର ଏଠୁ ପରା କହିଲି, କ'ଣ ତମକୁ ଶୁଭାଯାଉନି? କେତେଥର କୁହାହବ? ତମ ନାଟକ ଆଉ ତମ ଡ୍ରାମା ଆମେ ବହୁତ ଦେଖି ସାରିଲୁଣି ଶ୍ରିୟା। ତମେ ଦେଖିଲଣି ବହୁତ, ଆମେ ଦେଖିଲୁଣି ବହୁତ। ଏଠୁ ଚାଲ ଏଥର, ଏ ଲଗେଜ ଧର ଆଉ ଏଠୁ ଚାଲ। ଆରେ ଧର ପରା କହିଲି ବ୍ୟାଗ୍। ତମକୁ କ'ଣ ଥରେ ଶୁଭାଯାଉନି ନା କ'ଣ? କେତେଥର କୁହାହବ? ଏ ବ୍ୟାଗ୍ ଧର ଆଉ ଏଠୁ ଗେଟ୍ ଆଉଟ୍ ହୁଅ। ଯାଅ ପରା କହିଲି। ଏମିତି କହି ରାମ ରୋହିକୁ ଧକ୍କା ଦେଇ ଘରୁ ବାହାର କରନ୍ତି ବ୍ୟାଗ୍ ସହିତ। ଆଉ ଠିକ୍ ସେତିକିବେଳେ କାମିନୀ ଦେବୀଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୁଏ ଏବଂ କାମିନୀ ଦେବୀଙ୍କୁ ମଧ୍ୟ ବହୁତ କଷ୍ଟ ହୁଏ ଛାତିରେ। ସିଏ ରାମ କହିକି ଏତିକି ଡାକି ଦେଇକି ଛାତିର ଯନ୍ତ୍ରଣାକୁ ବହୁତ କଷ୍ଟ ଅନୁଭବ କରନ୍ତି। ଆଉ ଠିକ୍ ସେତେବେଳେ ରାମ କହିବେ କି ରୋହି ତମ କଥା ମାନି ମୁଁ ଆଜି ବହୁତ ବଡ଼ ଭୁଲ କରିଦେଇଛି କି ମୋ ଝିକକୁ ସବୁଦିନ ପାଇଁ ହରେଇ ଦେଇଛି। ପୁଣି ରାମ କହିବେ କି ହେଲେ ଏବେ ମୁଁ କାହାକୁ ହରେଇବାକୁ ଚାହୁଁନି, କାହାକୁ ବି ନୁହେଁ, କି ହରେଇବି ହିଁ ନାହିଁ। ରୋହି ମଧ୍ୟ ରାମକୁ ବହୁତ ରାଗି କରି ଅନେଇଥାଏ। ଆଉ ରାମ ପୁଣି କହିବେ କି ଭଲରେ କହୁଛି ଶ୍ରିୟା, ଏ ଘରୁ ଚାଲିଯାଅ। ଯାଅ ପରା କହିଲି, କ'ଣ ଶୁଭାଯାଉନି? ଆଉ ଠିକ୍ ସେତିକିବେଳେ କହିବ କି ନା ମୁଁ ଜମା ଯିବିନି। ରାମ କହିବେ ହଁ ପରା ତମେ ଯିବନି। ଆଉ ତମେ କେମିତି ଯିବ ସେଇଟା ମୋତେ ବେଶ ଭଲ ଭାବରେ ଜଣା। ତମେ ଯିବ ମାନେ ଯିବ, ଆଉ ତମେ କ'ଣ କହୁଛ ଯିବନି? ତମେ ଠିକ୍ ହିଁ ଯିବ। ଏମିତି କହି ରାମ ଆଉ ରୋହି ଭିତରେ ବହୁତ ବାତଚିତ ଚାଲିଥାଏ। ଆଉ ଠିକ୍ ସେତିକିବେଳେ ରାମ କହିବେ କି ରାମ ରୋହିକି ଧକ୍କା ଦେଲା ବେଳେ ରୋହି କହିବେ କି ଆଇ ବହୁତ ଜୋର ବଡ଼ ପାଟିରେ କାମିନୀ ଦେବୀକୁ ଚିଲେଇଥାଏ। ଆଉ ଠିକ୍ ସେତେବେଳେ କାମିନୀ ଦେବୀ କ'ଣ କରନ୍ତି ନା ବେହୋସ ହୋଇପଡ଼ନ୍ତି। ଆଉ ବେହୋସ ହେଲା ପରେ ଘର ଲୋକ ସମସ୍ତେ ମା ଜେଜେମା କହି କାମିନୀ ଦେବୀଙ୍କ ପାଖକୁ ସମସ୍ତେ ଚାଲି ଆସନ୍ତି। ଆଉ କାମିନୀ ଦେବୀ
ବହୁତ କଷ୍ଟ ଅନୁଭବ କରିକି ପଡ଼ିଯାଆନ୍ତି। ଆଉ ଠିକ୍ ସେତିକିବେଳେ ରାମ ଜେଜେମା କହିକି ଦୌଡ଼ି ଆସନ୍ତି କାମିନୀକୁ ଉଠେଇବା ପାଇଁ। ଆଉ ଘର ଲୋକ ମଧ୍ୟ କାମିନୀ ଦେବୀକୁ ଉଠେଇକି ତାଙ୍କ କୋଳକୁ ନେଇଯାଆନ୍ତି। ଆଉ ଠିକ୍ ସେତେବେଳେ ମାଧବୀ କହିବେ କି ମା କ'ଣ ହେଲା ମା? ସକାଳେ ତ ତମେ ସବୁ ଠିକ୍ ଠାକ୍ ଥିଲା, ଏବେ କ'ଣ ଏମିତି ହେଲା? କାହିଁକି ଏମିତି ହେଲା ବେଶ ମା? ମା ଏବେ ତମର ହଠାତ୍ ଏମିତି କ'ଣ ହେଇଗଲା? ଉଠ ମା, ଜଲ୍ଦି ଉଠ, ଆଖି ଖୋଲ ମା, ଜଲ୍ଦି ଆଖି ଖୋଲ। ମୋତେ ବହୁତ ଡର ଲାଗୁଛି ମା, ଆଖି ଖୋଲ। କାହିଁକି ଏମିତି ନାଟକ କରୁଛ କହିଲ? ଓ ସରି ମା, ତମେ କାହିଁକି ଏମିତି ଅଛ? ଉଠ ମା, ଉଠ। ତାପରେ ଠିକ୍ ସେତିକିବେଳେ ରାମଙ୍କ ମା କ'ଣ କରନ୍ତି ନା ପାଣି ନେଇ ଆସନ୍ତି। ଆଉ ପାଣି ନେଇ ଆସିକି ମା କାମିନୀ ଦେବୀଙ୍କ ମୁହଁରେ ପାଣି ଛିଞ୍ଚି ଦିଅନ୍ତି। କାମିନୀ ଦେବୀ ତାପରେ ଟିକେ ହୋସ୍ ଆସେ। ଆଉ ହୋସ୍ ଆସିକି ତାଙ୍କୁ ଟିକେ ଭଲ ଲାଗେ। ଆଉ ତାପରେ ଟିକେ ଭଲ ଲାଗିଲା ପରେ ଠିକ୍ ସେତେବେଳେ କାମିନୀ ଦେବୀ କହିବେ କି ରାମ ବେଟା ରାମ, ମୁଁ ମାନୁଛି ଶ୍ରେୟା ଭୁଲ କରୁଛି, ମୁଁ ମାନୁଛି ବେଟା, ସେ ବହୁତ ବଡ଼ ଭୁଲ କରୁଛି, ମୁଁ ମାନୁଛି। ହେଲେ ହେଲେ ତୁ ତାକୁ ଏ ଘରୁ ବାହାର କରିଦେନା ବେଟା, ଏ ଘରୁ ବାହାର କରିଦେନା, ତାକୁ ମୋ ଆଖି ସାମ୍ନାରୁ ଦୂରେଇ ଦେନା ବେଟା, କଥା ମାନ ବେଟା। ଏମିତି କହି ବାର ବାର କାମିନୀ ଦେବୀ ରାମକୁ ରିକ୍ୱେଷ୍ଟ କରି ମଧ୍ୟ କହୁଥାନ୍ତି ଜମା ଦୂରେଇ ଦେନା ବେଟା, ତାକୁ ଏ ଘରୁ କୁଆଡ଼େ ଯିବାକୁ ଦେନା ବେଟା, ମୋ କଥା ମାନ ବେଟା, ଏତିକି ତ ମୋ କଥା ରଖ ବେଟା। ଏମିତି କହି କାମିନୀ ଦେବୀ ବହୁତ କାନ୍ଦନ୍ତି। ଆଉ ଠିକ୍ ସେତେବେଳେ କହିବେ କି ଜେଜେମା ପ୍ଲିଜ୍ ତମେ ଚିନ୍ତା କରନି, ଜେଜେମା ତମେ ଟିକେ ଚୁପ୍ ରୁହ, ଜମା ପାଟି କରନି। ପୁଣି ରାମ କହିବେ କି ଦାଦା ବାବା ତମେ ଜେଜେମାଙ୍କୁ ରୁମ୍କୁ ନେଇଯାଅ। ପୁଣି ହଁ ରାମ କହିବେ କି ଆଉ ଡକ୍ଟରଙ୍କୁ ଜଲ୍ଦି ଜଲ୍ଦି ଫୋନ୍ କର, ଯେତେ ଜଲ୍ଦି ପାରୁଛ ସେତେ ଜଲ୍ଦି ଦିଅ, ଆଉ ଜେଜେମାଙ୍କୁ ତାଙ୍କ ରୁମ୍କୁ ନେଇଯାଅ। ଠିକ୍ ସେତେବେଳେ କାମିନୀ ଦେବୀ କି ତାଙ୍କ ରୁମ୍କୁ ନେଇଯାଆନ୍ତି। ସୋ ଫ୍ରେଣ୍ଡସ୍, ରୋହିକୁ କ'ଣ ରାମ ଘରୁ ବାହାର କରିଦେବ? ତୋ ପାଇଁ ତୋରି ପାଇଁ ସିରିଏଲ୍ ଜାଣିବାକୁ ହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ମୋ ଚ୍ୟାନେଲରେ ଯୋଡ଼ି ହେଇ ରୁହନ୍ତୁ।